ନମସ୍କାର। ଭଦ୍ରକ ଜିଲ୍ଲାର ନୂତନ ଭାବରେ ଏସ୍ପି ଭାବରେ ଜଏନ୍ କରିଛନ୍ତି ମନୋଜ କୁମାର ରାଉତ। ଭଦ୍ରକର ଗୁଡ଼ି ବାଲି ସବୁ ତାଙ୍କୁ ଚିହ୍ନିଛନ୍ତି। ସିଏ ବି ସମସ୍ତଙ୍କୁ ଚିହ୍ନିଛନ୍ତି। ସିଏ ଜାଣିପାରିଲେ କିଏ ସାମ୍ବାଦିକ ଏବଂ ତାଙ୍କ ସହିତ ୱାନ୍ ଟୁ ୱାନ୍ ଇଣ୍ଟରଭ୍ୟୁ କଲେ ଜଏନ୍ କରିବା ପରେ। ବହୁତ ଲୋକ ବହୁତ ଆଶା ନେଇକି ମନୋଜ ସାରଙ୍କ ଉପରେ ଅଛନ୍ତି। ସେଇ ସମୟରେ ସେ ଜଣେ ସାମ୍ବାଦିକଙ୍କୁ ସାମ୍ବାଦିକ ବୋଲି ଭାବିଲେ, ନହେଲେ ଇଣ୍ଟରଭ୍ୟୁ କେମିତି ଦେଲେ? ସିଏ ଜାଣିପାରିଲେ ଇଏ ସାମ୍ବାଦିକ। କିନ୍ତୁ ଭଦ୍ରକ ମେଡିକାଲରେ ମଦର ଚାଇଲ୍ଡ ହସ୍ପିଟାଲରେ ଯୋଉ ନର୍ସ ମାନେ କାମ କରୁଛନ୍ତି ଏବଂ ସେଠି ଯୋଉ କର୍ମଚାରୀ ମାନେ ଅଛନ୍ତି ସେମାନେ ଜାଣିପାରିଲେନି ସେ ଲୋକଟି ସାମ୍ବାଦିକ କି ନୁହଁ। ଯଦିଓ ଜିଲ୍ଲା ପ୍ରଶାସନ ୱେବସାଇଟରେ ଭଦ୍ରକ ଜିଲ୍ଲାରେ କିଏ କିଏ ସାମ୍ବାଦିକ ଅଛନ୍ତି ତାଙ୍କର ଗୋଟେ ତାଲିକା ପଡିଛି, ଦେଖିପାରିବେ। କିନ୍ତୁ ଏ ତାଲିକା ସବୁ ଅଫିସ ବୋଧେ ପହଞ୍ଚିନି। ଯଦି ପହଞ୍ଚୁଥାନ୍ତା ତାହେଲେ ଏଇ ଯୋଉ ଦୁର୍ଗା ପୂଜା ନୂଆବର୍ଷ ଅମିକ ଅମିକ ଦିନରେ ସୋସିଆଲ ମିଡିଆ ସାମ୍ବାଦିକ କି ଅନ୍ୟ ଅଣସାମ୍ବାଦିକ ମାନେ ଯାଇକି ଅଫିସରଙ୍କ ଠାରୁ ଜେଇଙ୍କ ଠାରୁ ଟଙ୍କା ଜବରଦସ୍ତ ନେଇ ଆସୁଛନ୍ତି ବୋଲି ଅଭିଯୋଗଟି ଉଠୁନଥାନ୍ତା। ତେଣୁ ଯଦି ଏ ଘଟଣା ଘଟୁଛି, ଗୋଟେ କଣ ଘଟଣା ଘଟିଛି ଯେ ଜଣେ ଅନନୋନ୍ ପର୍ସନ ଯିଏକି ନିଜକୁ ସାମ୍ବାଦିକର ପରିଚୟ ଦେଇକି କୁଆଡେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୋଟେ ବାଧା ସୃଷ୍ଟି କରୁଛନ୍ତି। ତେଣୁ ସାମ୍ବାଦିକ ମାନେ କେମିତି ମେଡିକାଲ ପରିସରକୁ ଆସିବେ, କଣ କରିବେ, ତାର ଗୋଟେ ନୀତି ନିୟମ କରିବା ପାଇଁ କର୍ମଚାରୀ ମାନେ କୁଆଡେ ଜିଲ୍ଲା ପ୍ରଶାସନ ଅନୁରୋଧ କରୁଛନ୍ତି ମୁଁ ଶୁଣିବାକୁ ପାଉଛି। ଯାହା ହଉ ଇଏ ତ ସାମ୍ବାଦିକ ବୋଲି ସାର୍ଟିଫାଇଡ ହେଇସାରିଛନ୍ତି ନା, ଏମାନେ ଏବେ ମନା କରୁଛନ୍ତି। ଆଉ ଗୋଟେ କଥା ହେଲା, ସେମାନେ ଏଫଆଇଆର କରିଛନ୍ତି। ଯିଏ ଏ କାଣ୍ଡ ଘଟିଛି ମୁଁ ତାଙ୍କୁ ସମର୍ଥନ କରୁନାହିଁ। ଯଦି ସେ ଭୁଲ କରିଛନ୍ତି କିମ୍ବା ମୁଁ ଯଦି କାଲି ଭୁଲ করে ଅପରାଧ କରେ ତାହେଲେ ମୁଁ ଆଇନ ଅନୁଯାୟୀ ଦଣ୍ଡିତ ହେବି। ସିଏ ଯଦି ଅପରାଧ କରିଛି ସେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ମୁଁ ତାଙ୍କୁ କୌଣସି ପରିସ୍ଥିତିରେ ସମର୍ଥନ କରୁନାହିଁ। ଯଦି ସେ ଭୁଲ କରିଛନ୍ତି ବୋଲି ଆଇନ କହିବ, ମୁଁ କୌଣସି ପଥ ସମ୍ଭାଦ। ଯଦିଓ ଅନେକ କହୁଛନ୍ତି ସିଏ ସାମ୍ବାଦିକ ନୁହନ୍ତି, ସେ ସାମ୍ବାଦିକଙ୍କ ଗୋଠ ଭିତରେ ନୁହନ୍ତି, ତେଣୁ ତାଙ୍କ ବିଷୟରେ ମୁଣ୍ଡ ଖେଳାଇବା ଉଚିତ ନୁହଁ। ମୁଁ ସେଥିପାଇଁ ମୁଣ୍ଡ ଖେଳାଇବା ପାଇଁ ପ୍ରସ୍ତୁତ ନୁହେଁ। ଆଜ୍ଞା, ଏ ଯୋଉ ଏଫଆଇଆର ହେଇଛି ଏବଂ ଏ ଏଫଆଇଆର ସାମ୍ବାଦିକ ସମୂହକୁ ଆକ୍ରମଣ କରିବା ପାଇଁ ଗୋଟେ ଯୋଉ ପ୍ରାୟୋଜିତ ଯୋଜନା ହେଇଛି, ମୁଁ ତାକୁ ହିଁ କେବଳ ବିରୋଧ କରୁଛି। ଏ ଘଟଣା ସହିତ ମୋର କୌଣସି ଲେନଦେନ ନାହିଁ। ତେଣୁ ସେଥିରେ ଏଫଆଇଆର ଲେଖା ହେଇଛି ପୁଲିସ ଉପସ୍ଥିତ ଥିଲେ ସେ ଲୋକ ନିଜ ସାମ୍ବାଦିକ ପରିଧିରେ ବୁମ୍ ଖୋଲିକି ରେକର୍ଡ କଲେ ଅଡିଓ, ମନା କରିବା ସତ୍ତ୍ୱେ ସିଏ ତାଙ୍କର ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରୁଥିଲେ। ତେଣୁ ଯଦି ଏଥିରେ ଆକ୍ସନ ହବ, ଆଗେ ଯୋଉ ପୁଲିସଙ୍କ ଉପସ୍ଥିତିରେ ଏସବୁ ଘଟଣା ଘଟିଗଲା ସେ ପୁଲିସଙ୍କ ଉପରେ ଆଗେ ଆକ୍ସନ ହବ। କିନ୍ତୁ ପୁଲିସ କାହିଁକି ଆଗେ ଆକ୍ସନ ନେଲାନି? କାରଣ ପୁଲିସ ଜାଣିଛି ସେ ସାମ୍ବାଦିକ ବୋଲି ବୋଧେ, କାରଣ ଏସପି ୱାନ୍ ଟୁ ୱାନ୍ ଇଣ୍ଟରଭ୍ୟୁ ଦେଇ ସାରିଛନ୍ତି। ଏଇ ଯୋଉ ଏଫଆଇଆର ଟି ହେଇଛି ଏଥିରେ କିଛି ନର୍ସ ଏଫଆଇଆର ଦେଇଛନ୍ତି, ମାନେ ଷ୍ଟାଫ ନର୍ସ, ନର୍ସିଂ ଅଫିସର ମାନେ ଏମାନେ ଏଫଆଇଆର ଦେଇଛନ୍ତି ଏ ଲୋକ ବିରୁଦ୍ଧରେ। ମୋର କହିବା କଥା, ଠିକ ଅଛି ଭୁଲ କରୁଛି ଆଇନ ଅନୁସାରେ ଦଣ୍ଡା ପାଇବେ। ଏଇ ନର୍ସ ମାନେ ବା ମେଡିକାଲ ଯୋଉ କର୍ମଚାରୀ ମାନେ ଯିଏ ଏଫଆଇଆର କରିଛନ୍ତି, ସ୍ପେସିଫିକାଲି ଯୋଉମାନେ ଇଣ୍ଡିଆନ ପବ୍ଲିକ ହେଲ୍ଥ ଷ୍ଟାଣ୍ଡାର୍ଡ ଅନୁସାରେ ମେଡିକାଲରେ କାମ କରୁଛନ୍ତି, ରୋଗୀଙ୍କୁ ଉଚିତ ବ୍ୟବହାର କରୁଛନ୍ତି, ରୋଗୀଙ୍କୁ ଉଚିତ ସେବା ଦଉଛନ୍ତି, ତ ଏ କଥାକୁ ସୁନିଶ୍ଚିତ କରିବାର ସମୟ ଆସିଯାଇଛି। ଆଉ ପ୍ରତ୍ୟେକ ସାମ୍ବାଦିକ ଯିଏ ନିଜକୁ ସାମ୍ବାଦିକ ବୋଲି କହୁଛି ଭଦ୍ରକରେ, ସିଏ ଏକଥାକୁ ଏନସ୍योर କରିବା ଉଚିତ ନୈତିକତା ଦୃଷ୍ଟିରୁ। ଇଣ୍ଡିଆନ ପବ୍ଲିକ ହେଲ୍ଥ ଷ୍ଟାଣ୍ଡାର୍ଡ ଏମାନଙ୍କ ରୁଲ୍ସ ଆଣ୍ଡ ରେସ୍ପନ୍ସିବିଲିଟିଜ କଣ, ଆଟେଣ୍ଡାଣ୍ଟ କେମିତି ହବା କଥା, ସିକ୍ୟୁରିଟି ଅଫିସର କୋଉଠି ରହିବା କଥା, ହସ୍ପିଟାଲ ମ୍ୟାନେଜର କଣ କଣ କରିବା କଥା, ରିଭ୍ୟୁ ଏମାନଙ୍କର କେମିତି ହବା କଥା, କିଏ ରିଭ୍ୟୁ କରିବା କଥା, ତା ରିପୋର୍ଟ କାହାକୁ ଯିବା କଥା, ଏସବୁ କଥା ହଉଛି କି ନାଇଁ କି ଏନସ୍योର କରିବା ନିହାତି ଦରକାର। ଯେହେତୁ ଏక్కడ ସାମ୍ବାଦିକ ସମୂହ ଉପରେ ଆକ୍ରମଣ ହଉଛି, କାରଣ ସିଏ କହିଛି ସାମ୍ବାଦିକ ପରିଚୟ କଲେ, ତେଣୁ ସାମ୍ବାଦିକଙ୍କ ପାଇଁ ମୁଁ ଯାହା ଶୁଣୁଛି ଜିଲ୍ଲା ପ୍ରଶାସନ ଗୋଟେ କଥା ପଡିଛି ଯେ ସାମ୍ବାଦିକଙ୍କୁ ବଛି ଦିଆଯାଉ କିଏ ସାମ୍ବାଦିକ ସାମ୍ବାଦିକ ପାଇଁ ଗୋଟେ ରେଷ୍ଟ୍ରିକ୍ଟ ଗାଇଡଲାଇନ ତିଆରି କରାଯାଉ। ମୁଁ ସେଥିପାଇଁ ଏଥିରେ ପ୍ରତିକ୍ରିୟାଶୀଳ ହେଇଛି। ସେ ଘଟଣା ପାଇଁ ପ୍ରତିକ୍ରିୟାଶୀଳ ନୁହଁ କି ଯିଏ କାଣ୍ଡ କରିଛନ୍ତି ଯଦି ଭୁଲ ଆଇନ ଅନୁସାରେ ଭୁଲ କରି ସେ ଦଣ୍ଡିତ ହେବା ଉଚିତ। ମୁଁ ତାଙ୍କର ସମର୍ଥନ କରୁନାହିଁ। ଯଦି ସେ ଭୁଲ କରୁଛନ୍ତି, ଯଦି ସେ ଭୁଲ କଲେ ସମର୍ଥନ କରିବି। ଯିଏ ବି ସାଧାରଣ ଲୋକଟେ ହେଲେ ବି ତାକୁ ସମର୍ଥନ କରାଯିବ। କାହିଁକି ନା ଯେତେବେଳେ ଡାକ୍ତର ନର୍ସ ବିବାଦ ହେଲା, ଯୋଉ ଡାକ୍ତରଙ୍କ ପାଟିରେ ବୁମ୍ ପୁରେଇ ଦିଆଗଲା, ସବୁ ବଡ ବଡ ମିଡିଆ ବୁମ୍ ପୁରେଇ ଦେଲେ, ସେ ଡାକ୍ତର ଯେତେବେଳେ ଅସହାୟ ହେଇକି କହିଲେ ନାଇଁ ନାଇଁ ସେମିତି କିଛି ନାହିଁ କହିକି ପଳଉଥିଲେ, ସେତେବେଳେ କାହିଁ ଏଫଆଇଆର ହେଲାନି? କାହିଁକି ସାମ୍ବାଦିକ ଜବରଦସ୍ତ ପଶିଗଲେ? ବଡ ସାମ୍ବାଦିକ କିଛି ହବନି, ଅଣସାମ୍ବାଦିକ ସାଧାରଣ ନାଗରିକ ତାଙ୍କ ଉପରେ ସବୁ। ମୁଁ ସେଥିପାଇଁ ବିରୋଧ। ସେତେବେଳେ କାହିଁକି ଏଫଆଇଆର କଲେ, ଏବେ କାହିଁକି କଲେ? କିନ୍ତୁ କଲେ ଯଦି ଅନନୋନ୍ ପର୍ସନ କରିଥାନ୍ତେ। କିନ୍ତୁ ଯୋଉ ଆଲୋଚନାରେ ପ୍ରଶାସନ ସାମ୍ବାଦିକ ସମୂହ କାରଣ, ସେଥିପାଇଁ ମୋର ବିରୋଧ।
ଆଉ ଏଥିରେ କଣ ହେଇଛି କି ଯିଏ ମ୍ୟାଡାମ ମାନେ କରୁଛନ୍ତି ଏମାନେ ଠିକ ସେ କାମ କରୁଛନ୍ତି ୟାକୁ ଯାଞ୍ଚ କରିବା ଗୋଟେ ସମୟ ଆସିଗଲା। ଯଦି ଅଣସାମ୍ବାଦିକ ସାମ୍ବାଦିକ ସେମାନେ ବାଛିବେ ତାହେଲେ ଏମାନଙ୍କ କାମ ବାଛିବାର ସମୟ ଇଣ୍ଡିଆନ ପବ୍ଲିକ ହେଲ୍ଥ ଷ୍ଟାଣ୍ଡାର୍ଡ ଅନୁସାରେ। ଅମିତା ଅଞ୍ଜଳି ସ୍ୱାଇଁ, ସୁଜାତା ସାହୁ, ମୀନାକ୍ଷୀ ଖଟୁଆ, ଜ୍ୟୋତିର୍ମୟୀ ପୃଷ୍ଟି, ଅଲିପ୍ସା ବିନ୍ଧାଣୀ, ପ୍ରିୟଙ୍କା ଦାସ, ଶ୍ରୀଲେଖା ସିଂ, ମାନସୀ ସେନାପତି, ସୀମାରାଣୀ ଜେନା, ଯାଜ୍ଞସେନୀ ରାଉତ, ପ୍ରଭାତୀ ଶଙ୍ଖୁଆ, ସଂଯୁକ୍ତା ପାତ୍ର, ସଙ୍ଗୀତା ନାୟକ, ଉର୍ବଶୀ ନାୟକ ଆଉ ଅନ୍ୟାନ୍ୟ। ଏଇ ଯୋଉ ମ୍ୟାଡାମ ମାନେ ଏଫଆଇଆର ଗୋଟେ କରିଛନ୍ତି ଏମାନଙ୍କ କାର୍ଯ୍ୟ ଗଲା। ଆଉ ସବୁଠୁ ବଡ କଥା ଏଇ ଯୋଉ ଏଫଆଇଆର ହେଇଛି ଏଫଆଇଆର କଣ ହେଇଛି? ଏଫଆଇଆର କଣ କଣ କଥା ଲେଖିଛନ୍ତି ଆଉ ଏଥିରେ କଣ ଆକ୍ସନ ହବ? ହାଉସ ଟ୍ରେସପାସ କରିଛି କେତେ ବର୍ଷ ହବ? ଗୋଟେ 2 ବର୍ଷ ଜେଲ ଥିବ। assault or criminal force to deter public servant from discharge of duty ସରକାରୀ ଅଧିକାରୀ କାର୍ଯ୍ୟ କରିବାକୁ ଦେଲେନି ବାନ୍ଧିକି ନେଇଯିବ ପୁଲିସ 2-3 ବର୍ଷ ଖଣ୍ଡେ ଜେଲ ରଖିଦବ। କ୍ରିମିନାଲ ଇଣ୍ଟିମିଡେସନ ଦେଲେ ଅପ୍ ଟୁ ସିଭିୟର ହେଲେ 7 ବର୍ଷ, ଏତ ସିଭିୟର ମାନେ ଲାଗୁନି 2 ବର୍ଷ ଖଣ୍ଡେ ରହିବେ ଭିତରେ। ଅବସିନ ଆକ୍ଟ ଗାଳିମନ୍ଦ ଦେଲେ 3 ମାସ ଖଣ୍ଡେ ଜେଲରେ ରହିବେ, ପୁଲିସ ନେଇ ରଖିଦବ। ଡିଫେମେସନ ହେଲା 2 ବର୍ଷ ଖଣ୍ଡେ ଯାଇକି ଜେଲରେ ରହିବେ। ୱାର୍ଡ ଗେଷ୍ଟର ଆକ୍ଟ ଇଣ୍ଟେଣ୍ଡ ଟୁ ଇନସଲ୍ଟ ଦ ମଡେଷ୍ଟି ଅଫ ଏ ୱୁମେନ୍ 3 ବର୍ଷ ଖଣ୍ଡେ ଯାଇ ଜେଲରେ ରହିବାକୁ ପଡିବ। ଆଇଟି ଆକ୍ଟ ନ ଜଣେଇକି ଆପଣ ଭିଡିଓ କଲେ, କୋଉ ଲ ଏମ୍ପାୟାର କରୁଛି ଯେ ଜଣେ ସିଟିଜେନ ଜଣେ ସରକାରୀ କର୍ମଚାରୀଙ୍କର ଭିଡିଓ କରିପାରିବ ନାହିଁ? ଏକଥା କୋଉ ଲରେ ଅଛି, କୋଉ ସର୍କୁଲାର ଅଛି? ଭିଡିଓ ମୁଁ କରିପାରିବିନି, ପୁଲିସର କରିପାରିବିନି, ସରକାରୀ କର୍ମଚାରୀ କୋଉଥିରେ ଅଛି? ଆଉ ସବୁଠୁ ବଡ କଥା ହଉଛି ସୁପ୍ରିମକୋର୍ଟ କହିଲେ ଯେ ଯଦି 7 ବର୍ଷରୁ ଅଧିକ ଜେଲ ଦଣ୍ଡ ଥିବା ଦଫା ଲାଗୁନାହିଁ ସେଇଠି ବେଲ ଦେଇ। ତେଣୁ ଏ ଘଟଣାର ଆଉଟକମ୍ କଣ ହବ ଚିନ୍ତା କରନ୍ତୁ। କିନ୍ତୁ ଘଟଣା ନିଶ୍ଚିତ ଭାବରେ ଭୁଲ ହେଇଥାଇପାରେ କିମ୍ବା ଯୋଉ ସାମ୍ବାଦିକ ନିଜକୁ ସାମ୍ବାଦିକ ବୋଲି କହୁଛନ୍ତି ହୁଏତ ସେ ଏଥିକ୍ସ ଫଲୋ କରିନଥାଇ ପାରନ୍ତି, ନ ଜାଣିଥାଇ ପାରନ୍ତି, ତାଙ୍କର ଜର୍ଣ୍ଣାଲିଜିମ ସାର୍ଟିଫିକେସନ ନଥାଇପାରେ। ଏମିତି ବି ତ ଜର୍ଣ୍ଣାଲିଜିମ କରିବା ପାଇଁ ପାଠର କିଛି ମାନଦଣ୍ଡ ନାହିଁ ଯେ କେବେ ଜର୍ଣ୍ଣାଲିଜିମ କରିପାରିବ। ଯଦି ସେ ଭୁଲ କରୁଛି ନା ଆଇନ ଅନୁସାରେ ଦଣ୍ଡ ପାଆନ୍ତୁ, ଏ ଯୋଉ ଯାହା ଦଫା ହବା ଦେଖି। କିନ୍ତୁ ସାମ୍ବାଦିକଙ୍କ ସମୂହକୁ ଆକ୍ରମଣ କରିବାର ଯୋଉ ଗୋଟେ ପ୍ରକ୍ରିୟା ଜିଲ୍ଲା ପ୍ରଶାସନରେ ଚାଲିଛି, ମୁଁ ଏହାକୁ ଘୋର ବିରୋଧ କରୁଛି। ନମସ୍କାର।